ଆସୁଛି ବଡ଼ ବର୍ଷା ଭାଙ୍ଗିବ ନଡ଼ିଆ ଗଛ ମିଳିବ ତାତିରୁ ତ୍ରାହି ଲୋକେ ହେଉଛନ୍ତି କଲମ ମିଳିବ ଆଶ୍ୱସ୍ତି ଲୋକେ ହେଲେ ଖୁସି କେବେ ହେବ ବର୍ଷା ଆସନ୍ତୁ ଡହ ଖରାରେ ସିଝୁଛନ୍ତି ଲୋକେ କଲବଲ ହେଉଛି ଓଡ଼ିଶା ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅଣନିଶ୍ୱାସ କରିଦେଉଛି ତେବେ ଏହାରି ଭିତରେ ବର୍ଷାର ଖବର ସାମାନ୍ୟ ଆଶ୍ୱସ୍ତି ଆଣିଦେଉଛି ସାରା ଦେଶରେ ତାତି ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଏବେ ପାଣିପାଗ ବିଭାଗ କହିଛି ଆଗକୁ ଆସୁଛି ବଡ଼ ବର୍ଷା ଭାରତୀୟ ଉପମହାଦେଶରେ ବିଭିନ୍ନ ଜଳବାୟୁ ପରିସ୍ଥିତି ଦେଖାଦେଇଛି କେତେକ ଅଞ୍ଚଳ ତାତି ଓ ଗରମରେ ଜାରି ରହିଥିବା ବେଳେ ଅନ୍ୟ କେତେକ ଅଞ୍ଚଳରେ ଆଗାମୀ ଦିନରେ ପାଣିପାଗ କୋହଳା ରହିବ ବୋଲି ଆକଳନ କରାଯାଇଛି ଜାତୀୟ ରାଜଧାନୀ ଦିଲ୍ଲୀର ସର୍ବାଧିକ ତାପମାତ୍ରା ଆଜି ଏପ୍ରିଲ 5 ତାରିଖରେ 36 ଡିଗ୍ରୀ ସେଲସିୟସରେ ରେକର୍ଡ କରାଯାଇଛି ଜାତୀୟ ରାଜଧାନୀର ସର୍ବନିମ୍ନ ତାପମାତ୍ରା 19 ଡିଗ୍ରୀ ସେଲସିୟସ ଆଜି ପବନ ବହିବା ସହିତ ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା ସହିତ ମେଘୁଆ ଆକାଶର ପୂର୍ବାନୁମାନ କରିଛି ଆଇଏମଡି କର୍ଣ୍ଣାଟକ ଓଡ଼ିଶା ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀରେ ଏପ୍ରିଲ 6 ପର୍ଯ୍ୟନ୍ତ ତାତି ପୂର୍ବାନୁମାନ କରାଯାଇଛି ପାଣିପାଗ ବୁଲେଟିନ୍ ଅନୁଯାୟୀ ଆଜି ଓ ଆସନ୍ତାକାଲି ଓଡ଼ିଶା ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଉପରେ ତାତି ଅଧିକ ହେବ କେରଳ ପୁଡୁଚେରୀ ଏବଂ ତାମିଲନାଡୁରେ ଏପ୍ରିଲ 8 ତାରିଖ ପର୍ଯ୍ୟନ୍ତ ଗରମ ଏବଂ ଆର୍ଦ୍ର ପାଣିପାଗ ରହିବ ବୋଲି ଆଶା କରାଯାଉଛି ତେବେ ଏହାପରେ ଆସିପାରେ ବଡ଼ ବର୍ଷା ଭାଙ୍ଗିପାରେ ଗଛଲତା ବୋଲି ଆକଳନ କରାଯାଉଛି ବର୍ତ୍ତମାନର ଅସହ୍ୟ ଗରମ ପରେ ଲୋକଙ୍କ ଅପେକ୍ଷା ବର୍ଷା ବ୍ୟୁରୋ ରିପୋର୍ଟ ନିରପେକ୍ଷ ନ୍ୟୁଜ୍।